ଖ୍ରୀଷ୍ଟରେ ଥିବା ପ୍ରିୟ ଭାଇ ଭଉଣୀ ତଥା ମା ବାପା ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର। ପ୍ରେଜ୍ ଦ ଲର୍ଡ। ପୁଣି ଥରେ ଆପଣମାନଙ୍କର ସମ୍ମୁଖରେ ପ୍ରଭୁଙ୍କର ବାକ୍ୟ ଆଣିବା ପାଇଁ ପ୍ରଭୁ ମୋତେ ସୁଯୋଗ ଦେଲେ, ଏଥିପାଇଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ। ମୋର ଭାଇମାନେ, ଥରେ କ'ଣ ହେଲା, ଗୋଟେ ପରିବାରରେ ସେ ପରିବାରର ପୁଅ ଝିଅ ନିଜର ମା ବାପାକୁ କଥା ହଉନାହାନ୍ତି। କ'ଣ ହେଲା ଅସୁବିଧା? ବାପା ମା ଭାବୁଛନ୍ତି କ'ଣ ହେଲା, ମୋର ପୁଅ କଥା ହଉନାହିଁ ମୋର ସହିତ, ମୋର ଝିଅ କ'ଣ ପାଇଁ କଥା ହଉନାହିଁ? ଆରେ ତାର ପାଇଁ ମୁଁ ତ ସବୁ ଜିନିଷ ମୁଁ ଯୋଗାଇ ଦେଇଛି, ସବୁ ଜିନିଷ ମୁଁ ଫ୍ୟାସିଲିଟି କରିଦେଇଛି, ତାଙ୍କର ସବୁ ଜିନିଷ ଘର ସେ ପାଇଁ ସବୁ ଜିନିଷ ମୁଁ ସେମାନଙ୍କର ସହିତ କରିଦେଇଛି, କ'ଣ ପାଇଁ କଥା ହଉନାହାନ୍ତି? ଅନ୍ୟ ଲୋକମାନଙ୍କର ସହିତ କଥା ହଉଛନ୍ତି, ଅନ୍ୟ ପରିବାର ସହିତ, ଅନ୍ୟ ସାଙ୍ଗସାଥି ସହିତ, ଅନ୍ୟ ଲୋକମାନଙ୍କର ସହିତ କଥା ହଉନାହାନ୍ତି, ମାନେ କଥା ହଉଛନ୍ତି, ମାତ୍ର ନିଜର ମା ବାପା ସହିତ କଥା ହଉନାହାନ୍ତି। ପଚାରୁଛନ୍ତି, ବେଟା କ'ଣ ହେଲା, ମୋର ସହିତ କ'ଣ ପାଇଁ କଥା ହଉନୁ, ତୁଇ ଅସୁବିଧା କ'ଣ ହେଲା କହ? ହେଲେ ମଧ୍ୟ କଥା ହଉନାହାନ୍ତି। ମା ବାପାକୁ ରିସା ଲାଗିଲା, ଦୁଃଖ ଲାଗିଯାଉଛି, କାନ୍ଦ ପର ଲାଗିଯାଉଛି। ନାଇଁ, ମୁଁ ତମର ସହିତ କଥା ହେବି ନାହିଁ ବୋଲୁଛି ସେ ପିଲା। କ'ଣ ହେଲା ଅସୁବିଧା? ମୁଁ ତ ଖାଇବା ପାଇଁ ଅସୁବିଧା କରଲି, କି ତୋର ପଢାରେ ମୁଁ ଅସୁବିଧା କଲି, କି ମୁଁ କୋଉ ଜିନିଷରେ ତୋତେ ଅସୁବିଧା କରଲି କହ, ମୋର ସହିତ ତୁଇ କ'ଣ ପାଇଁ କଥା ହଉନୁ କହ ବୋଲେ କେନା ମା ବାପା କହୁଛନ୍ତି, ନାଇଁ ଡାଡି, ମୁଁ ତମର ସହିତ ତ କଥା ହେବି ନାହିଁ, ଦ୍ୟାଟ୍ସ ଇଟ୍। ତମର ପାଠ ଭଲ ଅଛ ପରା, ତମେ ଖାଉଛ ପରା, ଆରାମସେ ତମ ପାଖରେ ଅଛି ପରା, ମୁଁ ତମର ସହିତ କଥା ହେବି ନାହିଁ, ଦ୍ୟାଟ୍ସ ଇଟ୍ ବୋଲି ସେ ପିଲା କହୁଛି। ସେ ମା କାନ୍ଦିବ, କାହିଁକି? ସ୍ତ୍ରୀ ଲୋକ ତ ଶୀଘ୍ର କାନ୍ଦିବେ କି ନାହିଁ? କାନ୍ଦିବ, ମୋର ଝିଅ ମୋ ସହିତ କାହିଁ କଥା ହଉନାହିଁ ବୋଲି କରି କାନ୍ଦି ପକାଉଛି ସ୍ତ୍ରୀ ଲୋକ। କ'ଣ ପାଇଁ କଥା ହଉନ, କ'ଣ ପାଇଁ କଥା ହଉନ ବୋଲିକିନା ସବୁ ପରେ ପାଷ୍ଟର ଆଜ୍ଞା ପାଖରେ ଗଲେ। ଏ ମା ଆରେ ବାପା, ଆଜ୍ଞା ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। କ'ଣ ହେଲା ଏଠି ଆଜ୍ଞା? ମୋର ପୁଅ ଝିଅ କଥା ହଉନାହାନ୍ତି, ଆମକୁ କ'ଣ ହେଲା? ଯେତେ କହିଲୁ, କେତେ ଆମେ କହିଲୁ, ଏତେ କହିଲୁ, ହେଲେ ମିଶା ଆମେ ଖାଲି କଥା ହଉନୁ ବୋଲି ଖାଲି ସେମିତି କହୁଛନ୍ତି ବୋଲିକିନା ସେ ମା ବାପା ପାଳକ ଆଜ୍ଞାଙ୍କୁ କହିଲେ। ତ ପାଳକ ଆଜ୍ଞା କହିଲେ, ମୁଇଁ ଆଜ୍ଞା ସେମାନଙ୍କୁ ସେମିତି ଶିକ୍ଷା ଦେଇଥିଲି, ସେଇଟା ପାଇଁ ସେମାନେ ତମକୁ କଥା ହଉନାହାନ୍ତି ବୋଲିକିନା କହିଲେ। ରିସା ହେଇଗଲେ, କ'ଣ ପାଇଁ ତମେ ଶିଖାଉଛ ବୋଲିକିନା? ତମେ ପାଳକ, ତମେ ପାଷ୍ଟର ହେଇକିନା ତମେ ଏମିତି କଥାବାର୍ତ୍ତା ତମେ ଶିଖାଇବ କି? ନିଜର ମା ବାପାକୁ କଥାବାର୍ତ୍ତା ନହେଲେ ଠିକ କି ବୋଲି କରି ପାଳକଙ୍କ ରିସା। ତାରପରେ ପାଳକ ଆଜ୍ଞା ମଧ୍ୟ ରିସା କହିଲେ, ତମକୁ ପ୍ରଭୁ ଖାଇବା ପାଇଁ ଯୋଗାଇଲେ, ବସ୍ତ୍ର ଦେଲେ, ପ୍ରାର୍ଥନା ଘର ଦେଲେ, ବାଇବଲ ଦେଲେ, ତମେ ପ୍ରାର୍ଥନା ନ କରି କୁଆଡେ ଯାଉଛ କୁହ? ଏ ପ୍ରଭୁଙ୍କୁ କେମିତି ଲାଗୁଥିବ ଟିକେ ଭାବୁଛ କି ନାହିଁ? তুমি বাইবেল পড়ুন যে ভাল লাগুଛି କି? এটা তুমি ନିଜେ ଭାବ ତ। ସେମିତି ତ ତମର ସ୍ୱର୍ଗସ୍ଥ ପିତା, ତମେ ମଧ୍ୟ ତାଙ୍କର ସହିତ କଥା ହଉନ, ତମେ ପ୍ରାର୍ଥନା ଆସୁନ, ତମେ ବାକ୍ୟ ପଢୁନ, ତମେ ବାଇବଲ ଧ୍ୟାନ କରୁନ, ତମେ ପ୍ରାର୍ଥନା ଯାଉନ, ମିଟିଂ ଯାଉନ, ଖାଲି ଇଆଡେ ସିଆଡେ ତମେ ବ୍ୟସ୍ତ ରହୁଛ, କେମିତି ଲାଗବ? ଏବେ ତମର ନିଜର ପିଲା ଟିକେ ତମକୁ କଥା ହଉନି ପାଇଁ ଛାତି ବାଧୁଛି, ଛାତିରେ ଗେଞ୍ଜଣା ହଉଛି କି ନାହିଁ? ସେମିତି ପ୍ରଭୁ ଏତେ ବଡ ସ୍ୱର୍ଗକୁ ଛାଡିକିନା ତମକୁ କଥା ହେବା ପାଇଁ ଆସିଲେ, ତମେ କାହିଁକି ତାଙ୍କୁ କଥା ହଉନ ବୋଲିକିନା ପାଳକ ଆଜ୍ଞା କହିଲେ। ଆଉ ତାରପରେ ମା ବାପା ରିଲେ ଯେ ସତ କଥା। ସେ ମୋର ଭାଇ ମାନେ, ମୋର ମା ବାପା ସମସ୍ତଙ୍କୁ ମୁଁ ଏନକରେଜ କହିବା ପାଇଁ ଚାହୁଁଛି, ପ୍ରଭୁ ଆମର ସହିତ ଆଜି କଥା ହେବା ପାଇଁ ଚାହୁଁଛନ୍ତି। ଆମକୁ କଥା ହେବା ପାଇଁ ସେ ବାକ୍ୟ ଦେଲେ, ଆମକୁ କଥା ହେବା ପାଇଁ ସେ ମଣ୍ଡଳୀ ଦେଇଛନ୍ତି, ଆମକୁ ସବୁ କିଛି ଦେଇଛନ୍ତି। ଆମେ ସେଇ ପ୍ରଭୁଙ୍କୁ ଆମେ କଥା ହଉଛୁ କି? ଆଜି ଟିକେ ଦେଖିବା, ଟିକେ ଆଜି ଆମର ଜୀବନକୁ ଆମେ ଯାଚବା। ଆମେ ପ୍ରଭୁ କି ନାଇଁ ଆମଠୁ ରାତି ଦିନ ଆଣ୍ଠୁରେ ଥିବା ଏମିତି ଜିନିଷ ଚାହୁଁନାହାନ୍ତି। ଆମେ ତାଙ୍କର ସହିତ ଆମେ ରିଲେସନସିପ ରଖିଛୁ କି ନାହିଁ, ଫେଲୋସିପ ରଖିଛୁ କି ନାହିଁ, ସେଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ତେଣୁକରି ଅନେକ ମଣ୍ଡଳୀ, ଅନେକ ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି, ମାତ୍ର ତାଙ୍କର ସନ୍ତାନ ଏପର୍ଯ୍ୟନ୍ତ ହେଇନାହାନ୍ତି। ଯଦି ହୋଇଥାନ୍ତେ ବୋଲେ ତ କଥା ହେଇଥାନ୍ତେ ନା। ତେଣୁକରି ଭାବନ୍ତୁ, ଆପଣଙ୍କର ନିଜର ଲୋକବାକ ହୁଅନ୍ତୁ, ବା ନିଜର ବନ୍ଧୁବର୍ଗ, ବା ନିଜର ପରିବାରର କୌଣସି ସଦସ୍ୟ, ଯଦି କୌଣସି ନିଜର ପୁଅ ବା ଝିଅ ଯଦି କଥା ନହେଲେ କେତେ ଦୁଃଖ ଲାଗୁଛି, ଆମକୁ କେତେ କଷ୍ଟ ଲାଗୁଛି, ତ ଭାବନ୍ତୁ ସେଇ ସ୍ୱୟଂ ଈଶ୍ୱର ନିଜେ ସେ କଥା ହେବା ପାଇଁ ଆସିଲେ ଆମର ନିକଟରେ। ଆରେ ଆଜି ସେ ଏଭେଲେବୁଲ ଅଛନ୍ତି। ଆରେ ଆମେ ନିଜର କାର୍ଯ୍ୟ କ୍ଷେତ୍ରରେ ଆମେ ଯଦି ବ୍ୟସ୍ତ ଥିବା ବୋଲେ ଆମେ ଭଲ କରୁଛୁ କି? ସେଟା ମୋବାଇଲରେ ଆମେ ବିଜି ଥିବା, ଫେସବୁକରେ ବିଜି ଥିବା, ଇଆଡ ସିଆଡ ଜିନିଷରେ ଆମେ ବିଜି ଥିବା। ଥାଉ ପ୍ରଭୁ, ତମେ ଟିକେ ଥାଉ, ରବିବାର ଦିନ ଥାଉ ପ୍ରଭୁ, ତମେ ୱେଟ କର, ସେଠି ଆଜି ମୋର କାମ ଅଛି, ତମେ ବଲଲା ପରା ଜୀବନ। ସେମିତି କରବା ନାହିଁ ମୋର ଭାଇ ମାନେ। ପ୍ରଭୁ ଆଜି ପବିତ୍ର ଆତ୍ମା ଆମର ପାଖରେ ଏଭେଲେବୁଲ ଅଛନ୍ତି। ବାଇବଲ ଗୋଟେ କଥା କହୁଛି, ଯେ ପ୍ରଥମ ଥେସଲୋନିକର 5:17 ଲେଖା ହେଇଛି, ବୋଧେ ଆପଣ ମାନଙ୍କର ସମ୍ମୁଖରେ ମୁଁ ରଖିବା ପାଇଁ ଚାହୁଁଛି। ଏଠି ଲେଖା ହେଇଛି, ନିରନ୍ତର ପ୍ରାର୍ଥନା କର। ପାଉଲ ତାଙ୍କର ଜୀବନରେ ସେଟା ପାଇଁ ତାଙ୍କେ କହିଲେ,
प्रभु को मुझे धन्यवाद दूची समस्त अधिक मुझे अन्य भाषा रे प्रार्थना करे बोली इस्राएल रो परमेश्वर से घुमाती ना कि शंती ना तो सेंती प्रभु को कथा कौन असुविधा होची कौन से तो आमर जीवन सब किसी जगाइले मात्र तांको आज आम समय दउछु कि तांको आज आम टाइम दउछु कि आमने से हमको दरकार से आमर किसी दरकार से नहीं पैसा कि नहीं बेटी कर मुझे दे देवी मात्र टाइम मुझे दे पारुची कि से कहले पैसा पाई अरिड हो नहीं मुई तुम चिंता करबी कहले एटा होची आमर जीवन दुर्बलता तेणुकर देखंतु आज से प्रभु को आम कथा होचु कि आम वाक्य को ध्यान करूचु कि आम तांकर सहित टाइम स्पेंड करूचु कि एटा होची बुझ तो प्रभु को ए गोटे जिंस दरकार आपनकर ठारू बुझले ना ए गोटे जिंस आमर जीवन से चाहती आर बाकी किछि नाही एबे गोटे माँ जेंती गोटे छुआ को ताको जेते तोते कौन दरकार तोर छुआ दरकार ना तोते गाड़ी घोड़ा सुना बना दरकार कौन दरकार बोली से मार उतर कौन थिबो जहा मते हो आज्ञा मते मोर पिला खाद्य बोली कहबो कि नहीं तो प्रभु मध्य कौन प्रभु आपन को 10 मांस दरकार पैसा दरकार केते चांदा पकाबी मीटिंग पाई केते दान देबी सेटा साइड रख रे बापा मते तो तुई आका मोर पाई बोटा दान बोलछन प्रभु पैसा दे दे पास्टर आज्ञा के मुंचे ही करी नहीं चलता है वैसा सेंती चलबो नहीं सेंती लाइफ हेबो नहीं प्रभु से निजे कथा हेबा पई हमर निकट रे आसले आमे अन्य निकट रे कथा हेबा पई बिजी अछु लास्ट दिन मिसा जा से मान कर से तो कथा होतलु बिजी रे था बोलबे बुझले ना तेन कर बेस्ट के जदि सपोज भाभी न गोटे भलो एजुकेटेड भयंकर पर्सन सहित जदि कथा बार्ता होथिबो बोले केते गर्व आ से व्यक्ति सहित से कथा होची रे ता मालिक सहित से खानदान कर सिला लोक सहित तार संपर्क होची रे बोले केते छाती फुलुथिबो मालिक को कथा बाटा केड़े बड़ कथा मालिक को जदि कहूची मोर से सांग से मोर सांग प्रभु कहले तमे मिसा मोर मित्र बोली कि ना तो आमी ता तोके जे बनाइची जे दुनिया तोर घर द्वार के जे बनाइची जुटा करि चुकी नै तांकर से तो मी कथा वार्ता हिची बोले एतकी शास्त्र से तो उत्तर देबार बोला पर थिबार अछि हमर लाइफ रे प्रेज द लॉर्ड से भाई प्रेयर करो तांकर से तो कथा हो एनो जेंती लोग से तो उठा बसाइले सेंती स्वभाव बड़ हेबो बोली करी कोंती तो प्रभु कर से तो टिके बसा उठा हो तो प्रभु कर स्वभाव आसबो प्रभु कर एनर्जी आसबो प्रभु कर कैरेक्टर निजर लाइफ रे फ्लो हेबो देखाइ जे प्रभु यीशु ख्रीष्ट जेते बेले प्रार्थना रे गले कि नै तांकर मुख शुभ्र वर्ण करी हेला उज्जवल वस्त्र हेला तो प्रार्थना करबा लोक मन पाखरे सेंती जिंस देखा जाए ए शून्य पाउडर लगाई देकर उज्जवल हेले किछि नै खारा हेले बोले भिंग भिंगा अधिक से बिट बिटा है करे आज अनेक लोग झापा हिछंती मात्र हाना परा प्रार्थना करबो बोले खबर आसबो हेटी देख तोर पिला को भविष्य वक्ता बनाइ छथि बोले कान कान नाक नाक झाई झाई कराव लिखाइ छी तो प्रार्थना करबा लोकर मान पाखरे सेंती जिंस ही आइबो सेरा पई प्रेयर करो प्रभु कर से तो कम्युनिकेशन रखो फेलोशिप रखो प्रभु कर से तो टच हो से हमर से तो अछंती सदा सर्वदा तांकर से तो हम कथा वार्ता होचु कि सेटा होच इंपोर्टेंट एनकर देखंतु एनकर ए निजर हमर परिवार लोक ही गुड दिन साइड हेबे आके आज म कथा हो मके नाती पाचुरु नहीं मके बुआरी पाचुरु नहीं मके सातरा पाचुरु नहीं आसबो एनकर टाइम अछि आज हम प्रभु को समय देबा हम तांको समय देबा बेस्ट तांके आका शांति रो राजकुमार तांकर पाखरे शांति अछि सब किछि अछि प्रेज द लॉर्ड प्रभु आज रो वाक्य द्वारा समस्त को ब्लेस करंतु वीडियो जदि भल लागुची ताल दया कर लाइक करंतु शेयर करंतु कमेंट करंतु ए प्रकार वीडियो मु आपन मानकर सम करे सदा सर्वदा आणुथिबी प्रेज द लॉर्ड कमेंट रो जणांतु आपन मान केउ ठार देखुछंती प्रेज द लॉर्ड।